ନମସ୍କାର, ଜୟ ଜଗନ୍ନାଥ। ଆମେ ସେଦିନ ହିଙ୍ଗୁଳା ପାଇଁ ବାହାରିଥିଲୁ। ଘରୁ ବାହାରିଲା ବେଳକୁ ଦିନ 3ଟା ହେଇଯାଇଥିଲା। ତ ଗାଡ଼ି ଅଟୋ ଡାକି ଦେଇଥିଲୁ। ଅଟୋରେ ଆମେ ସମସ୍ତେ ଯାଇଥିଲୁ। ତ ଗଲାବେଳକୁ ରାସ୍ତାର କିଛି କିଛି କ୍ଲିପ୍ ନେଇକି ଆପଣମାନଙ୍କ ପାଇଁ ଯାଇଥିଲି। ତ ବହୁତ ସାରା ବାଟ ତାଲଚେରଠୁ ଗୋପାଳ ପ୍ରସାଦ ସେଇଟା 30 କିଲୋମିଟର ହେଇଯାଉଛି। ତ ଆମେ ଅଟୋ କରି ଯାଇଥିଲୁ। ତ ଗଲାବେଳକୁ ରାସ୍ତା ସାଇଡ଼ରେ ଏମିତି ଦହି ପଣା, ମିଶ୍ରି ପାଣି, ORS ପାଣି ଏସବୁ ଷ୍ଟଲ୍ ଲାଗିଥିଲା। ସେଠୁ ଅଟୋ ରଖିକି ସେଠୁ ପିଇଥିଲୁ। ପିଇକି ତାପରେ ଯାଇଥିଲୁ। ସେଠି ଦେଖିପାରୁଥିବେ ତ ଆମେ ରହିଥାନ୍ତି ମୋ ସାଙ୍ଗ ଘରିଆ ପିଲାବେଳୁ ସେ ୟେଲୋ କଲର ବୋର୍ଡ ଲାଗିଥିଲା। ସେ ଭିତରକୁ ଏଣ୍ଟ୍ରି କରିଥିଲୁ। ଗଲାବେଳକୁ ଅଧା ରାସ୍ତାରେ ଅଟୋ ରଖିବାକୁ ପଡ଼ିଲା। ସେଇଠୁ ଚାଲି ଚାଲି ଯିବାକୁ ପଡ଼ିଲା। ରାସ୍ତାରେ ବାଟ ମଙ୍ଗଳାଙ୍କର ମନ୍ଦିରଟା ପଡ଼ିଲା। ବାଟ ମଙ୍ଗଳାଙ୍କ ପାଖରେ ଭୋଗ କରି ଦୀପ ଲଗେଇ ଆଉ ମାଙ୍କୁ ମାନେ ପୂଜା କରି ଆମେ ସେଠୁ ହିଁ ଆମେ ଚାଲି ଚାଲି ଯିବାକୁ ପଡ଼ିଲା। କାହିଁକିନା ହିଙ୍ଗୁଳା ଯିବା ବାଟରେ ଆମେ ବାଟ ମଙ୍ଗଳାଙ୍କୁ ହିଁ ପୂଜା କରିକି ସେଠିକି ଯିବାକୁ ପଡ଼େ। ତ ସେଠୁ ପୁଣି ଚାଲି ଚାଲି ବହୁତ ସାରା ବାଟ ଚାଲି ଚାଲି ଯିବାକୁ ପଡ଼ିଲା। ତାପରେ ସେଠିକି ଗଲାବେଳକୁ ସେ ଇନ୍ କଲୁ। ତାପରେ ସେ ଗେଟ୍ ଭିତରକୁ ଇନ୍ କଲୁ। ଗଲାବେଳକୁ ସେଇ ବହୁତ ସାରା ଦେଖିପାରୁଥିବା ରାସ୍ତା ସାଇଡ଼ରେ ଖେଳଣା ବିକ୍ରି ହେଉଥିଲା। ବହୁତ ସାରା ଷ୍ଟଲ୍ ବି ପଡ଼ିଥିଲା। ଆମେ ସେଠି ପୁଣି ଯେଉଁ ଦହି ପାଣି ଆଉ ପାଣି ଏସବୁ ପିଇକି ଆମେ ପୁଣି ଚାଲିବାକୁ ଚାଲି ଚାଲି ଗଲୁ ମାଆଙ୍କ ପାଖକୁ। ମାଆଙ୍କ ପାଖକୁ ଯାଇକି ପହଞ୍ଚିଲା ବେଳକୁ 4ଟା ବାଜି ଯାଇଥିଲା। ତ ମାଆଙ୍କର ଏ ବର୍ଷ 90 କଳବର ହେଇଥିଲା। ତ ଆମେ ସେଠି ମାଆଙ୍କ ପାଖକୁ ଗଲୁ। ସେଠି ଲାଇନ୍ ବି ଦେଖିପାରୁଥିବେ କେତେ ସାରା ଲାଇନ୍ ହେଇଛି। ଲାଇନରେ ଠିଆ ହେଇକି ଆମେ ମାଆଙ୍କୁ ଦର୍ଶନ କଲୁ। ମାଆଙ୍କୁ ଭଲ ଭାବରେ ଦର୍ଶନ ବି ଆପଣ ବି ଭିଡ଼ିଓରେ ମାଆଙ୍କୁ ବି ଦେଖିପାରିବେ। ତ ସେଠୁ ଆମେ ପୁଣି ସେଇଠୁ ସେ ଯେଉଁ ଖାଲି ଜାଗାଟା ସେଠି ମାଆଙ୍କର ବଳି ଦିଆଯାଇଥିଲା। ଏବେ ତ ଆଉ ସେ ବଳି ପ୍ରଥା ଉଠିଗଲାଣି। ତାପରେ ସେଠୁ ପୁଣି ଆମେ ଚାଲିକି ଗଲୁ ଯେଉଁଠି ମାଆଙ୍କୁ ଅଗ୍ନି ରୂପରେ ଧରାପୃଷ୍ଠକୁ ଆସିଛନ୍ତି। ସେଠିକି ଗଲା ପରେ ମାଆଙ୍କ ପାଇଁ ଭୋଗ ଦୀପ ଧୂପ ସବୁ ନେଇକି ସେଠିକି ଯାଇକି ମାଆଙ୍କୁ ଦର୍ଶନ କଲୁ। ତ ବର୍ଷକୁ ଏଇ ଗୋଟିଏ ଦିନ ବହୁତ